Hello students, welcome back to my channel Prabhas Sir Academy. Students ତମାନେ ସ୍କ୍ରିନ୍ରେ ଦେଖିପାରୁଥିବ ଯେ ୱେଟିଂ ବା ସ୍ପଟ୍ ସିଲେକ୍ସନ୍ କିପରି ହୁଏ, ୱେଟିଂ ର୍ୟାଙ୍କ କ'ଣ, ଆଉ ତୁମେ ଜାଣିବ କିପରି ତୁମର ସିଲେକ୍ସନ୍ ହେଇଛି ବୋଲି ବା ତୁମ ସିଲେକ୍ସନ୍ଟା କିପରି ଭାବରେ ଆସେ। ସବୁଠୁ ବଡ଼ ଜିନିଷ ହେଲା କ'ଣ ନା ୱେଟିଂ ବା ସ୍ପଟ୍ ସିଲେକ୍ସନ୍ଟା କିପରି ଭାବରେ ଆସେ ଆଉ କେଉଁ ବେସିସ୍ରେ ସିଲେକ୍ସନ୍ଟା ହୁଏ ସେ ବିଷୟରେ ଆମେ କ'ଣ କରିବା ଏ ଭିଡ଼ିଓରେ ସବିଶେଷ ଡିସ୍କସନ୍ କରିବା। ଭିଡ଼ିଓ ଯଦି ଭଲ ଲାଗିଥାଏ ନିହାତି ଲାଇକ୍ କରିବେ, ସେୟାର କରିବେ, ଆଉ ବହୁତ ମାତ୍ରାରେ ସବସ୍କ୍ରାଇବ୍ କରନ୍ତୁ, ଆଉ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ, ବହୁତ ଭଲ ଭଲ କମେଣ୍ଟସ୍ ଦିଅନ୍ତୁ ଯଦି ଭିଡ଼ିଓଟାକୁ ଭଲ ଲାଗିଥାଏ। ତ ଚାଲ କ'ଣ କରିବା ଭିଡ଼ିଓଟି ଷ୍ଟାର୍ଟ କରିବା। ପିଲାମାନେ ତୁମମାନେ ଜାଣିଥିବ ତୁମମାନଙ୍କର ଯେଉଁ ୱେଟିଂ ବା ସ୍ପଟ୍ ପାଇଁ ଆପ୍ଲାଏ କରିବ 14 ଜୁଲାଇରୁ 17 ଜୁଲାଇ ଭିତରେ ଆପ୍ଲାଏ କରିବା ଷ୍ଟାର୍ଟ କରିବ। ସେଥିପାଇଁ ମୁଁ ଭିଡ଼ିଓ ନେଇ ଆସିବି, ତୁମେ ଦେଖିଦେବ। ଗୋଟେ କଲେଜରୁ ନେଇକି 10ଟା କଲେଜ ଆପ୍ଲାଏ କରିବ ଫ୍ରେଶ୍। ପୂର୍ବରୁ ଯେଉଁ ସବୁ ଆପ୍ଲାଏ କରିଥିଲ, ଯେଉଁ ଫାଷ୍ଟ ଚଏସ୍ ଫିଲିଂ ଯେଉଁ କରିଥିଲ ସେସବୁ ଜିନିଷ ଆପେ ଆପେ ରିମୁଭ୍ ହେଇଯିବ। ଦେଖ ଲେଖା ହେଇଛି କ'ଣ, ଆର୍ଲିୟର ସବମିଟେଡ୍ ଅପସନ୍ସ ୱିଲ୍ ବି ରିମୁଭ୍। ସେଟା କ'ଣ ଆପେ ଆପେ ଡିଲିଟ୍ ହେଇଯିବ। ଏବେ ନୂଆ ଯେଉଁମାନେ ୱେଟିଂ ପାଇଁ ଆପ୍ଲାଏ କରିବା ପାଇଁ ଚାହୁଁଛ ବା ୱେଟିଂ ସ୍ପଟ୍ ପାଇଁ ଆପ୍ଲାଏ କରିବା ପାଇଁ ଚାହୁଁଛ, ତାହେଲେ କ'ଣ କରିବ, ତୁମେ ଆଉ ଥରେ କ'ଣ କରିବ, ଚଏସ୍ ଫିଲିଂ କରିବ। ଫେଜ୍ 2 ମେ ବି ଆସିପାରେ ନ ଆସିପାରେ, ସେଥିପାଇଁ କ'ଣ କର ନା ଆଉ ଥରେ ତୁମେ ଯେଉଁମାନେ ଚାହୁଁଛ ଆପ୍ଲାଏ କରିଦିଅ। ଏଇ ଦେଖ ଯେଉଁ ଆପ୍ଲାଏ କରିସାରିବା ପରେ ତୁମମାନଙ୍କ ବାହାରିବ 21ରେ ବାହାରିବ କ'ଣ ନା ମେରିଟ୍ ୱାଇଜ୍ ଲିଷ୍ଟ, ୱେଟିଂ ଲିଷ୍ଟ ବାହାରିବ। ଏଇଟା ତୁମମାନଙ୍କର ନୁହେଁ, ଏଇଟା କ'ଣ ଯେଉଁ ସବୁ ଇନଷ୍ଟିଚ୍ୟୁସନ୍ ପକାଇଥିବ ସେଇ ତାଙ୍କ ସବୁ ସେଇ ସବୁ ଇନଷ୍ଟିଚ୍ୟୁସନ୍ରେ ସେଇ ସବୁ ୟୁନିଭର୍ସିଟି ବା ସେଇ ସବୁ କଲେଜ ତାଙ୍କ ଅଫିସିଆଲ୍ ପେଜ୍ରେ କ'ଣ ହେବ, ତାଙ୍କ କଲେଜ ୱେବସାଇଟ୍ରେ ତାଙ୍କୁ ଶୋ କରାଇବ ଓନ୍ଲି, ତାଙ୍କର ହାଇ ସ୍ପେସ୍ରେ କ'ଣ ହେବ ବାହାରିବ। ତାପରେ ତୁମେମାନେ ଜାଣିବ କେମିତି ଭାବରେ କେବେ ତୁମ ସିଲେକ୍ସନ୍ ହେଇଛି ବା କେଉଁ ଜାଗାରେ ସିଲେକ୍ସନ୍ ଆସିଛି ବା ୱେଟିଂ ଲିଷ୍ଟରେ ବା ୱେଟିଂ ଲିଷ୍ଟ କେଉଁ ଜାଗାରେ ଅଛି ଜାଣିବ କେମିତି ନା 22 ତାରିଖ ଦିନ ତୁମମାନଙ୍କ ପାଖକୁ ଆସିବ। ତାର 23 ତାରିଖ ଦିନ ଯେଉଁମାନେ 22 ତାରିଖ ଦିନ ଯେଉଁମାନଙ୍କ ସିଲେକ୍ଟେଡ଼ ଲିଷ୍ଟ ଭିତରେ ଆସିଥିବେ 22 ତାରିଖ ସେଇମାନେ କ'ଣ କରିବେ, ଆଡ଼ମିସନ୍ କରିବେ। କେତେ ତାରିଖ ନା 23 ତାରିଖ ଦିନ। ବୁଝ କଥା କ'ଣ, 23 ତାରିଖ ଦିନ ଯେଉଁ ଆଡ଼ମିସନ୍ କରିବେ କେଉଁ ଦିନ ନା 23 ତାରିଖ ଦିନ ଯେଉଁମାନେ ସିଲେକ୍ସନ୍ ହେଇଥିବେ। ଆଉ 24 ତାରିଖ ଦିନ କ'ଣ ହେଲା, ଯେଉଁମାନେ ୱେଟିଂ ଲିଷ୍ଟେଡ଼ ୱେଟ୍ ଲିଷ୍ଟେଡ଼ ଛୁଆମାନେ ଯେଉଁ ଅଛନ୍ତି, ୱେଟ୍ ଲିଷ୍ଟେଡ଼ ଛୁଆମାନେ କ'ଣ କରିବେ 24 ତାରିଖ ଦିନ କ'ଣ କରିବେ, ସେମାନେ ରିପୋର୍ଟିଂ କରିବେ ବା ଟୁ ଟେକ୍ ଆଡ଼ମିସନ୍ ନେବା ପାଇଁ ସେମାନେ କ'ଣ କରିବେ, ରିପୋର୍ଟିଂ କରିବେ। ବୁଝ କଥା କ'ଣ, ଏସବୁ ଜିନିଷ। ତାହେଲେ ଦେଖ ସିଲେକ୍ସନ୍ ଛୁଆ ବି ଆଡ଼ମିସନ୍ କରୁଛନ୍ତି, ୱେଟିଂ ଲିଷ୍ଟ ଛୁଆ ବି ଆଡ଼ମିସନ୍ କରୁଛନ୍ତି। ତାହେଲେ ଏଇଟା କ'ଣଟା ଆକ୍ଚୁଆଲି କେମିତିଆ ସିଲେକ୍ସନ୍ଟା ହୁଏ ସେ ଜିନିଷଟା ଆମେ କ'ଣ କରିବା ଏ ଭିଡ଼ିଓରେ ଡିସ୍କସନ୍ କରିବା। ଦେଖ ତାହେଲେ ତୁମେ ଜାଣିଲେ ଏଠୁ କ'ଣ ନା ତୁମର ଦୁଇଟା ସିଲେକ୍ସନ୍ ଆସିବ। ଗୋଟେ ହେଲା କ'ଣ ନା ଗୋଟେ ସିଲେକ୍ଟେଡ଼ ଲିଷ୍ଟ, ଆଉ ଗୋଟେ ହେଲା କ'ଣ ନା ୱେଟିଂ ଲିଷ୍ଟ। ଗୋଟେ ସିଲେକ୍ଟେଡ଼ ଲିଷ୍ଟ, ଗୋଟେ ୱେଟିଂ ଲିଷ୍ଟ। ମନେ ରଖିଥିବ ଏଇ ଯେଉଁ ସିଲେକ୍ଟେଡ଼ ୱେଟିଂ ଲିଷ୍ଟ ଡିଫରେଣ୍ଟ କଲେଜ ଡିଫରେଣ୍ଟ ସବଜେକ୍ଟ ୱାଇଜ୍ କ'ଣ ଆସିବ। ଯେ ଯେଉଁ ଜାଗା ଧର ଉତ୍କଳ ୟୁନିଭର୍ସିଟିର ତୁମର ସିଲେକ୍ଟେଡ଼ ହେଇଛି, ମେ ବି ଆଉ କେଉଁ ୟୁନିଭର୍ସିଟିର ୱେଟିଂ ଲିଷ୍ଟରେ ଥିବ, ମେ ବି ତୁମର ମାର୍କ ଅନୁସାରେ କ'ଣ ହେବ ଏସବୁ ଜିନିଷ ଡିଫାଇନ୍ ହେବ। ଡିଫରେଣ୍ଟ କଲେଜରେ ଆସିବ। ଦେଖ ସିଲେକ୍ସନ୍ ବି ଡିଫରେଣ୍ଟ କଲେଜରେ ଆସିପାରେ। ଧର ତୁମ ବହୁତ ଭଲ ମାର୍କ ଆସିଛି 3-4ଟା କଲେଜରୁ ବି ସିଲେକ୍ସନ୍ ଆସିପାରେ। ଧର ତୁମର ମାର୍କ ଠିକ୍ଠାକ୍ ନାହିଁ, ତାର ୱେଟିଂ ଲିଷ୍ଟରେ ଆସିବ। ୱେଟିଂ ଲିଷ୍ଟରେ ଯେଉଁ ଆସିବ କେଉଁ ଜାଗାରେ ୱେଟିଂ ଲିଷ୍ଟ, ଏଇଠି ୱେଟିଂ ଲିଷ୍ଟ ଭିତରେ ଆସିବ କ'ଣ ୱେଟିଂ ର୍ୟାଙ୍କ। ମନେ ରଖିଥିବ ୱେଟିଂ ଲିଷ୍ଟ ଭିତରେ ଆସିବ କ'ଣ ୱେଟିଂ ର୍ୟାଙ୍କ। ଧର କେଉଁ ଜାଗାରେ କ'ଣ ଥିବ ୱେଟିଂ ର୍ୟାଙ୍କ, କେଉଁ ୟୁନିଭର୍ସିଟିର ବା କେଉଁ କଲେଜର ୱେଟିଂ ର୍ୟାଙ୍କ 4 ଥିବା ବେଳେ କେଉଁ ୟୁନିଭର୍ସିଟି ଯେଉଁ ତାର ଯେଉଁ ଅଟୋନମସ୍ କଲେଜ ବା ଡିଗ୍ରୀ କଲେଜ ଯେଉଁଠି ବି ପକାଇଥିବ ତାର ଦେଖିବ ୱେଟିଂ ର୍ୟାଙ୍କରେ କେଉଁଠି 10 ଥିବ, କି କେଉଁଠି 100 ଥିବ, କେଉଁଠି 50 ଥିବ, କେଉଁଠି 20 ଥିବ, କେଉଁଠି 5 ଥିବ। ଡିଫରେଣ୍ଟ ତୁମର ମାର୍କ ଅନୁସାରେ କ'ଣ ହେବ ଏସବୁ ଡିଫାଇନ୍ ହେବ। ତାହେଲେ ଏଇ ଯେଉଁ ୱେଟିଂ ର୍ୟାଙ୍କ ଏପଟେ ରହିଲା, ଆଉ ଏଇ ସିଲେକ୍ଟେଡ଼ଟା କିପରି ଭାବରେ ହୁଏ ଦେଖ। ଏବେ ସିଏ କ'ଣ କହିଛି ନା ତୁମେ ଜାଣିଥିଲ ଯେ କ'ଣ ଏଠି ନୋ ରିଜର୍ଭେସନ୍ ନାହିଁ। SC ହଉ ବା ST ହଉ ବା SC/BC ହୁଅ, ଯାହା ବି ଥାଉ ତୁମର ମାନଙ୍କର ସିଲେକ୍ସନ୍ଟା କେଉଁ ବେସିସ୍ରେ ହେବ ନା ମେରିଟ୍ ବେସିସ୍ରେ ହେବ। ମେରିଟ୍ ବେସିସ୍ରେ ମାନେ ପିଓରଲି ମାର୍କ ବେସିସ୍ରେ ହେବ। ଯେଉଁ ମାର୍କ ବେସିସ୍ ଫାଷ୍ଟ ହେଲା। ସେକେଣ୍ଡ କଥା ହେଲା କ'ଣ, ତୁମମାନଙ୍କର ଯେଉଁମାନେ ଚଏସ୍ ଫିଲିଂ କରିଥିବେ ଓନ୍ଲି ସେଇମାନଙ୍କର ହିଁ ବାହାରିବ। ମନେ ରଖିଥିବ ଯେଉଁମାନେ ଆପ୍ଲାଏ କରିଥିବେ ଓନ୍ଲି ସେଇମାନଙ୍କର ହିଁ ଆସିବ। ଏବେ ତୁମମାନଙ୍କର ଧର ଦେଇଛି କେତେଟା ନା 1ରୁ 10ଟା କଲେଜ ଭିତରେ ତୁମମାନେ ଆପ୍ଲାଏ କରିବ। ବୁଝ କଥା ମେ ବି କିଏ 3ଟା କରିପାରିବେ, 2ଟା କରିପାରିବେ, ଗୋଟେ ନ କରି ଗୋଟେ ତ ମିନିମମ୍ଟା ହେଲା। ମ୍ୟାକ୍ସିମମ୍ଟା ହେଲା କ'ଣ 10ରୁ ଏଭବ୍ ଯାଇପାରିବ ନାହିଁ। ଏବେ ଯେଉଁ ଆପ୍ଲାଏ କରିସାରିଲା ପରେ ତୁମମାନେ କ'ଣ କରିବ, ଭ୍ୟାକେନ୍ସି ଦେଖିକି
कट अफ देखिकी माने कट अफ माने जनरल कट अफ देखिकी तुम दब कहीं सिलेक्शनटा से भाया बेसीस हम कारण सब छुआ तो एप्लाय करेंगे आउ जो रिजर्वेशन ना ताले जनरल कट अफ बेसीस तुम कौन कर ना देख कौन देखिए कौन कर तुम चॉइस फिलिंग कर वैकेंसी देख एबे देख कौन कर गोटे छुआ कौन कर ना गोटे छुआ धर कतरा पकई ना 4टा कॉलेज धर पकई बुझ कथा धर पकई कौन उत्कल यूनिवर्सिटी धर पकई रेभेन्सा धर पकई रमादेवी धर पकई बरहमपुर उत्कल यूनिवर्सिटी केतेरा धर उत्कल यूनिवर्सिटी केतेरा वैकेंसी अच्छी 2टा वैकेंसी अच्छी रेभेन्सा अच्छी केतेरा 3टा वैकेंसी अच्छी रमादेवी धर अच्छी केते गोटे वैकेंसी अच्छी आउला बरहमपुर अच्छी धर 5टा वैकेंसी अच्छी निज सब्जेक्ट से सब्जेक्ट कौन अच्छी एति वैकेंसी अच्छी ये जो वैकेंसी आसला जान एबे कौन सब छुआ एप्लाय कले बहुत सारा छुआ कौन करते उत्कल रेभेन्सा रमादेवी डिफरेंट डिफरेंट कॉलेज देते आपको छाड़ी बहुत सारा कॉलेज देते डिग्री कॉलेज देते डिफरेंट डिफरेंट तुम कौन करते कॉलेज यूनिवर्सिटी देते कौन से यूनिवर्सिटी कॉलेज कौन केवल कौन तुम्हें पकई कि बहुत सारा छुआ पकई एबे तुम देख जेहतु गोटे सीट पर 50 जन छुआ को नौ कौन है 2टा सीट धर अच्छी केते जन छुआ नब ना ये 100 जन छुआ बाहर रैंक बाहर ये 3 जन मैंने कौन 150 जन छुआ रैंक बाहर गोटे मैंने 50 जन ओनली 50 छुआ को कौन कर नब ये कौन 5टा मैंने कौन हम ना 250 छुआ को ये सिलेक्शन नब मे भी जिते 1000 एप्लाय करूँ कि सिलेक्शन कर 200 मैंने वेटिंग सिलेक्शन कर कौन 250 जन को ये 50 ये तुम वैकेंसी अनुसार कौन करे ये मैटर करे कौटी 10टा वैकेंसी थे 5 जन सिलेक्शन मैंने वेटिंग नब बुझ कथा कौन एबे ये सब नहीं गला तुमने सब एप्लाय कर धर तुम मार्क अच्छी के धर 66 धर एग्जांपल नौ धर उत्कल यूनिवर्सिटी भी 66 तुम पकईच उत्कल यूनिवर्सिटी होगा रेभेन्सा भी 66 रमादेवी हो बरहमपुर हो कौन है तुम 4टा कॉलेज कौन होगा ना 4टा कॉलेज कौन है सिलेक्शन आसीगला सिलेक्टेड होगा कौन 4टा कॉलेज एबे जो 4टा कॉलेज सिलेक्टेड होगा तुम कौन कर 4टा कॉलेज एडमिशन करनी तुम कौन कर जेकोसी गोटे कॉलेज एडमिशन कर जब पूर्व तुम एडमिशन कर फर्स्ट सेकेंड थर्ड सिलेक्शन कौन से कॉलेज कौन कर सीएलसी नहीं दब तुम 15 दिन अंडरटेकिंग देकी से कॉलेज एडमिशन कर बुझ कथा कौन एबे जो एडमिशन करदब भावन जे कौन सिलेक्शन फोर्थ तुम जो वेटिंग सिलेक्शन आसो मैंने पूर्व सिलेक्शन कटिज ना ना से जिन कर तुम एडमिशन करन वेटिंग से कौन कर कटो ना सिलेक्टेड होगा चिंता कर यही जो छुआटा जो सिलेक्टेड है ये तो केवल 4टा कॉलेज सिलेक्टेड है कि गोटे कॉलेज सिलेक्शन एडमिशन कर कौन आउ जो 3टा कॉलेज रहीगला वैकेंसी रहीगला कि नहीं से टाइप बहुत सारा छुआ कौन हो ना वेटिंग लिस्ट सिलेक्शन आसो से कौन जब पूर्व कॉलेज कौटी एडमिशन भल कॉलेज करेंगे तो कौन है नुआ कॉलेज को न जाई भी पारती ये भाव वैकेंसी एबे ये जो वैकेंसी कौन हम ना वैकेंसी को कौन कर समय जी वैकेंसी रही है कौन कर वेटिंग रैंक जो छुआ वेटिंग लिस्ट जो थे से दिज्व वेटिंग लिस्ट छुआ वेटिंग लिस्ट छुआ से दिज्व सिलेक्टेड लिस्ट कौन माने धर 2टा वैकेंसी अच्छी बुझ कथा कौन धर उत्कल यूनिवर्सिटी धर अच्छी केतरा 2टा वैकेंसी अच्छी एप्लाय धर कर ना धर 100 जन एप्लाय कर उत्कल यूनिवर्सिटी केतरा वैकेंसी अच्छी 2टा वैकेंसी अच्छी ताले कौ छुआ मानक सिलेक्टेड करा ना से 6 जन 100 जन भितर से 100 जन अच्छा 100 जन भितर को टॉप 2 कौन करा सिलेक्टेड करा टॉप 2 को कौन करा ना सिलेक्टेड करा कारण मार्क बेसिस सिलेक्शन ना 100 जन भितर सब अधिका मार्क रखते केते जन जो जेते जन रखिए से जन भितर जेहतु 2टा वैकेंसी अच्छी मैंने 2टा सिलेक्शन करा से टाइम देख डिफरेंट डिफरेंट कॉलेज डिफरेंट वैकेंसी थी को जो 4टा वैकेंसी थी 4 जन सिलेक्शन करा से कॉलेज जी एप्लाय कर समस्त मार्क रु समस्त मार्क ये है समस्त मार्क को कंपेयर कलापर जो छुआ मैंने अधिकार रखिए भितर भी देखिए केतरा वैकेंसी अच्छी से वैकेंसी से सब कौन कर सिलेक्टेड कर सजे दिज्व जे कौन 1 रु नहीं कि पूरा जिते छुआ धर एप्लाय कर समस्त सजे दिए लास्ट पर्यंत 1 रु नहीं लास्ट पर्यंत मार्क बेसिस सजे दिज्व एबे धर गोटे धर अच्छी कौन गोटे वैकेंसी कौन कर 1 रु नहीं पूरा लास्ट पर्यंत सजे सारापर जो छुआ मार्क सब हाएस्ट रोचे 1 नंबर पोजिशन ताको कौन सिलेक्ट कर तो सी एडमिशन ये न कला कौन तापर जो छुआ गुड़ा जो वेटिंग लिस्ट अच्छे से भी रिपोर्टिंग करेंगे ना रिपोर्टिंग जो छुआ मैंने ओनली रिपोर्टिंग करते से छुआ कौन कर चान्स दिज्व बुझ कथा धर 2 नंबर छुआ धर वेटिंग लिस्ट छुआ जो रिपोर्टिंग कर चान्स दिज्व एडमिशन करने धर ये देख
ଏଇ ଯେଉଁ ଛୁଆଟା ଯେଉଁ ଆଡ଼ମିସନ୍ ଯେଉଁ କ'ଣ ହେଲା ନା ସେ ଯେଉଁ ସିଲେକ୍ଟେଡ଼ ହେଲା ତାହେଲେ ତୁମେ ଭ୍ୟାକେନ୍ସି ୱାଇଜ୍ ମ୍ୟାଟର କରେ। ଧର ଗୋଟେ ଜାଗାରେ କ'ଣ ଅଛି ଅଛି 3ଟା ଭ୍ୟାକେନ୍ସି ଅଛି, କ'ଣ ହେବ ନା ଯେତିକି ସେଇ କଲେଜରେ ଯେତିକି ଆପ୍ଲାଏ କରିଥିବେ ସେଇ କଲେଜ ପାଇଁ ଯେତିକି ଆପ୍ଲାଏ କରିଥିବେ ତା କ'ଣ ଦେଖ ଡିଫରେଣ୍ଟ ଡିଫରେଣ୍ଟ କଲେଜ ପକାଇବ, ଦେଖ ଡିଫରେଣ୍ଟ ଡିଫରେଣ୍ଟ କଲେଜର କ'ଣ ଆସିବ ତା ୱେଟିଂ ଲିଷ୍ଟ ଆସିବ। ଡିଫରେଣ୍ଟ ଡିଫରେଣ୍ଟ କେଉଁ କଲେଜ ତୁମେ 10 ନମ୍ବର କେଉଁ 3 ନମ୍ବର କେଉଁ 1 ନମ୍ବର କେଉଁ 6 ନମ୍ବର ଡିଫରେଣ୍ଟ ଡିଫରେଣ୍ଟ କଲେଜ ତ ମାର୍କ ଅନୁଯାୟୀ କ'ଣ ହେବ ତୁମର ର୍ୟାଙ୍କ ଆସିବ ହେଲା। ଏବେ এই ଯେଉଁ 3ଟା ଭ୍ୟାକେନ୍ସି ମାନେ 3 ଜଣଙ୍କୁ କ'ଣ ଯେତିକି ଆପ୍ଲାଏ କରିଛି ତା ଭିତରୁ 3 ଜଣଙ୍କୁ କ'ଣ କରିବ ସେଇ କଲେଜ ପାଇଁ ମାନେ ସେଇ କଲେଜ ପାଇଁ ଏଠି ଓଭରଅଲ୍ ଆସିବନି ଯେ ସମସ୍ତଙ୍କ ଭିତରୁ ନା ସେଇ ପର୍ଟିକୁଲାର ସେଇ କଲେଜ ପାଇଁ ସେଇ ସବଜେକ୍ଟରେ ଯେତିକି ଭ୍ୟାକେନ୍ସି ଥିବ ସେତିକି ଭିତରୁ ଯେତିକି ସବୁ ଛୁଆ ସେଇ ସବଜେକ୍ଟ ପାଇଁ ଆପ୍ଲାଏ କରିଛନ୍ତି ତାଙ୍କ ଭିତରୁ କ'ଣ କରାଯିବ ନା ସିଲେକ୍ଟେଡ଼ ସେଇ 3 ଜଣଙ୍କୁ କରାଯିବ। ଯେତିକି ଭ୍ୟାକେନ୍ସି ଥିବ ସେତିକି ସିଲେକ୍ଟ କରାଯିବ। ଧର କ'ଣ ଅଛି ନା 10ଟା ଭ୍ୟାକେନ୍ସି ଅଛି ମାନେ ଟପ୍ 10 ଜଣଙ୍କୁ କ'ଣ କରାଯିବ ମାର୍କ ବେସିସ୍ରେ ଟପ୍ 10 ଜଣଙ୍କୁ ଯେଉଁମାନେ ଅଧିକା ସବୁଠୁ ଟପ୍ 10 ଜଣ ଅଛନ୍ତି ମାର୍କ ରଖିଛନ୍ତି ସବୁଠୁ ହାଏଷ୍ଟ ସେମାନଙ୍କର ସିଲେକ୍ଟେଡ଼ କରାଯିବ। ତ ଏଇ ଭାବରେ ତୁମ ସିଲେକ୍ଟେଡ଼ କରିଦିଆଗଲା। ଏବେ ଆଇଲା ନେକ୍ସଟ କଥା ହେଲା କ'ଣ ୱେଟିଂ ଲିଷ୍ଟ। ମନେ ରଖିଥିବେ ଏଇ ୱେଟିଂ ଲିଷ୍ଟରେ ଆସେ କ'ଣ ନା ୱେଟିଂ ର୍ୟାଙ୍କ। ତୁମର ଯେମିତି ଆସୁନି କି ସିପେଟ୍ରେ ଯେମିତି ର୍ୟାଙ୍କ ଆସୁଛି ଜେନେରାଲ ର୍ୟାଙ୍କ ଏସିବିସି ର୍ୟାଙ୍କ ଏଠି ର୍ୟାଙ୍କ ଏଠି ସେବା ଆସିବ ନାହିଁ। ଏଠି ଆସିବ କ'ଣ ଓନ୍ଲି ଗୋଟେ ର୍ୟାଙ୍କ ସେଟା ହେଲା କ'ଣ ୱେଟିଂ ର୍ୟାଙ୍କ ଆସିବ। ତା ମାନେ ସିଲେକ୍ଟେଡ଼କୁ ଛାଡ଼ିଦେଲା ପରେ ସେଇ ପର୍ଟିକୁଲାର କଲେଜରେ ତୁମେ ଧର ଉତ୍କଳ ୟୁନିଭର୍ସିଟିର ପକାଇଛ ଭ୍ୟାକେନ୍ସି ଅଛି 2ଟା ତା ମାନେ କ'ଣ କରାଯିବ ଯେତିକି ସବୁ ଛୁଆ ଆପ୍ଲାଏ କରିଥିବେ ତା ଭିତରେ ଟପ୍ 2 ଜଣଙ୍କୁ କ'ଣ କରାଯିବ ସିଲେକ୍ଟ କରାଯିବ। ଟପ୍ 2 ଜଣଙ୍କୁ କ'ଣ କରାଯିବ ନା ସିଲେକ୍ଟ କରାଗଲା। ତାକୁ ଛାଡ଼ିଦେଲା ପରେ ଆଉ ସମସ୍ତେ କ'ଣ ରହିଲେ ୱେଟିଂରେ ରହିଲେ। ଯେଉଁ ୱେଟିଂରେ ରହିବେ କେମିତି ରହିବେ ଦେଖ ସେଇ ଅର୍ଡ଼ରଲି ତୁମର ଅର୍ଡ଼ରଲି ମାନେ କ'ଣ ହେଲା 2 ଜଣଙ୍କୁ ଛାଡ଼ିଦେଲା ପରେ 3 ନମ୍ବରରୁ ନେଇକି ପୁରା ଲାଷ୍ଟ ପର୍ଯ୍ୟନ୍ତ କ'ଣ ରହିବେ ନା ୱେଟିଂ ର୍ୟାଙ୍କ 1 ୱେଟିଂ ର୍ୟାଙ୍କ 2 ୱେଟିଂ ର୍ୟାଙ୍କ 3 ୱେଟିଂ ର୍ୟାଙ୍କ 4 ଏଇଭଳିଆ ଚାଲିଲା। ଡିଫରେଣ୍ଟ କଲେଜର ଡିଫରେଣ୍ଟ ୱେଟିଂ ର୍ୟାଙ୍କ ଆସିବ। ବୁଝଛ କଥା କାହିଁକି ନା ଧର ତୁମ ମାର୍କଟା ଧର କିଏ ଧର କେଉଁ କଲେଜ ଆପ୍ଲାଏ କରିନାହିଁ କି ଆଉ ଗୋଟେ କଲେଜ ଆପ୍ଲାଏ କରିଛି କି ଏଇଭଳିଆ ଯେତିକି ଛୁଆ ଆପ୍ଲାଏ କରିছে ତାଙ୍କ ଭିତରେ ତୁମ ମାର୍କ ଅନୁଯାୟୀ କ'ଣ ହେବ ତୁମର ଆସିବ ର୍ୟାଙ୍କଟା ଆସିବ। ଏବେ ସିଲେକ୍ଟେଡ଼ ଛୁଆ ଦେଖ ସିଲେକ୍ଟେଡ଼ ଯେଉଁ ହେଇଛନ୍ତି ସିଲେକ୍ଟେଡ଼ ଛୁଆ ବି କ'ଣ କରିବେ ସେମାନେ ରିପୋର୍ଟିଂ କଲେ। ଧର ଗୋଟେ କଥା ବୁଝି ହେଲା ଯେ ରିପୋର୍ଟିଂ ଯେହେତୁ ସିଲେକ୍ସନ୍ ହେଇଯାଇଛି ସେମାନଙ୍କର ତ ରିପୋର୍ଟିଂ କଲେ ଯାଇକି ଆଡ଼ମିସନ୍ କଲେ। ତେବେ ସିଲେକ୍ଟେଡ଼ ଯେଉଁମାନେ ହେଇନାହାନ୍ତି ସେମାନେ କେମିତି କାହିଁକି କରିବେ ନା ଏଇଥିପାଇଁ କି ସେ ଚାହୁଁଛି କ'ଣ ଗଭର୍ଣ୍ଣମେଣ୍ଟ ଚାହୁଁଛି ଯେତିକି ରିପୋର୍ଟିଂ କରିବେ ୱେଟିଂ ଲିଷ୍ଟରେ ଯେତିକି ଛୁଆ ଅଛନ୍ତି ତାଙ୍କ ଭିତରୁ ବହୁତ ସାରା ଛୁଆ କ'ଣ ଥିବେ ନା କେଉଁ ଜାଗାରେ ସିଲେକ୍ସନ୍ ହେଇ ବି ସାରିଥିବେ। ୱେଟିଂ ଲିଷ୍ଟ କେଉଁ ଜାଗାରେ ମେ ବି ଦେଖ କେଉଁ ଜାଗାରେ ସେମାନେ ସିଲେକ୍ଟେଡ଼ ବି ହେଇଥାଇପାରନ୍ତି କେଉଁ ଜାଗାରେ ବି ସେମାନେ ୱେଟିଂରେ ବି ଥାଇପାରନ୍ତି ତାଙ୍କ ମାର୍କ ଅନୁସାରେ ତ କିଛି ଗ୍ୟାରେଣ୍ଟି ନାହିଁ। ସିଲେକ୍ଟେଡ଼ ଛୁଆ ବି କ'ଣ ହେଲା ଡିଫରେଣ୍ଟ ଜାଗାରେ ବି ସିଲେକ୍ଟେଡ଼ ହେଇପାରନ୍ତି କେଉଁ ଜାଗାରେ ବି ୱେଟିଂରେ ଥାଇପାରନ୍ତି ତ ଛାଡ଼ ଯାହା ବି ହେଉଛି। କିନ୍ତୁ ରିପୋର୍ଟିଂ କାହିଁ କରିବେ ରିପୋର୍ଟିଂ କଲେ ସେମାନେ ଜାଣିବେ ଯେ କ'ଣ ଏବେ ରିପୋର୍ଟିଂ କଲେ କ'ଣ ପ୍ରଫିଟ୍ଟା ହୁଏ। ରିପୋର୍ଟିଂ କଲେ ତୁମମାନେ କ'ଣ କରିବ ଧର ୱେଟିଂରେ କ'ଣ ଅଛନ୍ତି ୱେଟିଂରେ 100-200 ଜଣ ଛୁଆଙ୍କୁ ନିଆଯାଇଛି ତୁମେ କ'ଣ 200 ଜଣ ଯେଉଁ ଛୁଆଟା 200 କି 100 ସେମାନେ ନେଇ କ'ଣ କରିବେ ରିପୋର୍ଟିଂ କରିବ ନା ଯାଇ ରିପୋର୍ଟିଂ କରନି ବେକାରଟା ଖାଲି ଟାଇମ୍ ୱେଷ୍ଟ। ବୁଝଛ କଥା କ'ଣ କିନ୍ତୁ କେଉଁମାନେ ରିପୋର୍ଟିଂ କରିବା ଦରକାର ନା ଯେଉଁମାନେ କ'ଣ ଅଛ ନା ବହୁତ ଭଲ ପୋଜିସନ୍ରେ ବା 100 ଭିତରେ ଅଛ ସେମାନେ ଯାଇକି କ'ଣ କର ଯାଇକି ତୁମେ ଯାଇକି କ'ଣ କରିପାରିବ ନା ୱେଟିଂ ପାଇଁ ଯେ ରିପୋର୍ଟିଂ କରିପାରିବ। କଲେ କ'ଣ ହେବ CLC 15 ଦିନ ତୁମର ରହିଛି ଦେଇପାରିବ 15 ଦିନ ଭିତରେ ନେଇ CLC ଦେଇପାରିବ କି ଯାଏସ୍ ନାହିଁ। ଏବେ ଏଇ ଯେଉଁ ଆଡ଼ମିସନ୍ କରି ଯେଉଁ ୱେଟିଂ ପାଇଁ ଯେଉଁ ରିପୋର୍ଟିଂ କଲ ବା ଆଡ଼ମିସନ୍ ଯେଉଁ କରିବ କ'ଣ ପାଇଁ ତୁମର ସିଲେକ୍ସନ୍ ହେଇନି ଆଡ଼ମିସନ୍ କ'ଣ ପାଇଁ କରିବ ଏଇଥିପାଇଁ କି ଯେଉଁ ସିଲେକ୍ଟେଡ଼ ଛୁଆ ଭିତରୁ ସେଇ କଲେଜ ବା ସେଇ ୟୁନିଭର୍ସିଟି ବା ପର୍ଟିକୁଲାର କଲେଜ ବୁଝଛ କଥା କ'ଣ ସେଇ କଲେଜ ବା ସେଇ ୟୁନିଭର୍ସିଟିରୁ ଯଦି ସେଇ ଛୁଆ ଗୁଡ଼ାକ କ'ଣ କଲେନି ଯେଉଁ ସିଲେକ୍ଟେଡ଼ ଛୁଆ ଭିତରେ ଯଦି କେହି ଆଡ଼ମିସନ୍ ଯଦି ନ କଲେ ତାହେଲେ କ'ଣ ହେବ ସେଇ ଯେଉଁ ସିଟ୍ ଭ୍ୟାକେନ୍ସିଟା ରହିବ କ'ଣ କରାଯିବ ଯେଉଁମାନେ ରିପୋର୍ଟିଂ କରିଥିବେ ୱେଟିଂ ର୍ୟାଙ୍କ ଭିତରେ ଯେଉଁମାନେ ଆସିଥିବେ ଯେଉଁମାନେ ରିପୋର୍ଟିଂ କରିଥିବେ ତାମାନେ ସମସ୍ତେ ଯେଉଁମାନେ ଓନ୍ଲି ରିପୋର୍ଟିଂ କରିଥିବେ ଯେଉଁମାନେ ସେମାନଙ୍କୁ କ'ଣ କରାଯିବ ନେକ୍ସଟ ସେଇମାନଙ୍କୁ ଦେଇ ଦିଆଯିବ ସିଟ୍ଟା ଏଇ ଯେଉଁ ଭ୍ୟାକେନ୍ସିଟା ଯେଉଁ ରହିଲା ଏଇ ଭ୍ୟାକେନ୍ସିଟା ସେଇମାନଙ୍କୁ ଦେଇ ଦିଆଯିବ। ଆଉ ମାନେ ତାମାନେ ଭାବିବନି ଯେ କ'ଣ ଯିଏ ପାଇଁ ସେ ଦେଇଦେବ ନା ସେଭଳିଆ ନୁହେଁ। ତୁମର ର୍ୟାଙ୍କ ଥିବ ୱେଟିଂ ର୍ୟାଙ୍କ ଆସିଛି ନା ୱେଟିଂ ର୍ୟାଙ୍କ ହିସାବରେ ତୁମର ସେମାନେ କ'ଣ କରିଥିବେ ରିପୋର୍ଟିଂ କରିଥିବେ। ଧର କ'ଣ କରିଛି ଧର ୱେଟିଂ ର୍ୟାଙ୍କ 1 2 3 4 ଆସିନାହାନ୍ତି ଧର ୱେଟିଂ ର୍ୟାଙ୍କ କ'ଣ ଆସିଛି ନା 10 ଯାଇକି ଆଡ଼ମିସନ୍ କରିଛି
যে রিপোর্টিং করছি তাহলে কম হব যেতেবেলে সিলেকশন ধর সিলেক্টেড ছুয়া ভিতরে তাঁর যদি ভ্যাকেন্সি রহিলা তাহলে কম করা 1 2 3 4 কি এମାନେ দিয়াଯିବ ନାହିଁ କାହିଁକି ଏଇଥିପାଇଁ କି କାରଣ ସେମାନେ ରିପୋର୍ଟିଂ କରିନାହାନ୍ତି ଯେଉଁ ଛୁଆଟା ମାର୍କ ଅନୁସାରେ ଯେଉଁମାନେ ର୍ୟାଙ୍କ ଅନୁସାରେ ଯେଉଁ ଛୁଆ ରିପୋର୍ଟିଂ କରିଛି ତାକୁ କ'ଣ କରାଯିବ ଚାନ୍ସ ଦିଆଯିବ ସିଲେକ୍ସନ୍ କରିବା ଆଡ଼ମିସନ୍ କରିବା ପାଇଁ ବା ଯେହେତୁ ସେ ଅଲରେଡ଼ି ଡକୁମେଣ୍ଟ ଦେଇସାରିଛି ସବୁ କିଛି ଜିନିଷ ବାସ୍ ସେ କ'ଣ କରିବ ନା ତାକୁ କ'ଣ କରାଯିବ ସିଲେକ୍ଟ କରିଦେଇକି ଆଡ଼ମିଟ୍ କରିଦିଆଯିବ ଏଠି ବୁଝ କଥା ଆଉ ତୁମେ ବାରମ୍ବାର ଯିବନି ବାସ୍ ଦେଇଦେଇ ଆସିବ ସେମାନେ ଯଦି ତୁମ ମାର୍କ ଅନୁସାରେ ସେଠି ହେଇଗଲା ତାହେଲେ ସେମାନେ କ'ଣ କରିବେ ସେମାନେ କ'ଣ କରିବେ ନା ସିଲେକ୍ସନ୍ କରାଇଦେବେ ତାହେଲେ ଏଇଟା ରହିଲା ତୁମର ପ୍ରୋସେସ୍ ଧର ସିଲେକ୍ସନ୍ ନ ହେଲା ଏଠି ତ ସିଲେକ୍ସନ୍ ନ ହେଲା ମାନେ ସିଲେକ୍ସନ୍ ନ ହେଲା ଆଉ ମାନେ ଯଦି ତୁମର ୱେଟିଂ ର୍ୟାଙ୍କରେ ଅଛି ଧର ସେମାନେ ଯଦି ୱେଟିଂ ଯେଉଁ ସିଲେକ୍ଟେଡ଼ ଛୁଆ ଭିତରେ ଧର ସେମାନେ ହେଇଗଲେ ଧର ତୁମର ବା ତୁମର ର୍ୟାଙ୍କଟି ୱେଟିଂ ର୍ୟାଙ୍କଟା ଟିକେ ଅଧିକା ଅଛି ବା ତୁମର ଯେଉଁ ସିଲେକ୍ଟେଡ଼ ଛୁଆ ଭିତରେ ସେମାନେ ଯେଉଁ ଭ୍ୟାକେନ୍ସି ଯେଉଁ ସବୁ ସେମାନେ ସବୁ କ'ଣ କଲେ ସିଲେକ୍ଟେଡ଼ ହେଇଗଲେ ଆଡ଼ମିସନ୍ କରିଦେଲେ ସେମାନେ ଆଉ କିଛି ଭ୍ୟାକେନ୍ସି ରହିଲା ନାହିଁ ତାହେଲେ କ'ଣ ହେବ ତୁମମାନେ କିଛି ହେଲା ନାହିଁ କିନ୍ତୁ ଏଇଟା ହେଲା କ'ଣ ପ୍ରୋସେସ୍ଟା ସେ ଗଭର୍ଣ୍ଣମେଣ୍ଟ କ'ଣ କରୁଛି ଏଇଭଳିଆ ଟାଇପ୍ର ପ୍ରୋସେସ୍ କରୁଛି ୱେଟିଂ লিস্ট ভিতরে যে রহবে ওয়েটিং লিস্ট ভিতরে যে রহলে সে করবে আডমিশন যাই কম করবে রিপোর্টিং করবে বা আডমিশন করা রিপোর্টিং করবে রিপোর্টিং যে করবে সে রিপোর্টিং কম করবে না তা আডমিশন সব এত ডকুমেন্ট সব যা দরকার আডমিশন সব নেই দেদেবে যদি সে সিলেক্টেড ছুয়া ভিতরে যে সিলেক্টেড ছুয়া ভিতরে যদি কম কলে কেই যদি আডমিশন ন কলে তাহলে কম তাঁকু চান্স দিয়াଯିବ আডমিশন করা তা মানে হচ্ছে কম দুইটা ভ্যাকেন্সি থিব 100 জনকু 100 জন যদি যাই ওয়েটিং পাই 100 জন রিপোর্টিং করতে সমস্ত চান্স দিয়াଯିବ না ତାଙ୍କ ଭିତରେ ଯେଉଁମାନେ ଅଧିକା ମାର୍କ ରଖିଛନ୍ତି ସେଇମାନଙ୍କୁ ଯାଇ କ'ଣ କରାଯିବ ଚାନ୍ସ ଦିଆଯିବ ଫାଷ୍ଟ ତ ସେମାନେ ନ କଲେ ନେକ୍ସଟ ଛୁଆଙ୍କୁ ସେମାନେ କଲେ ନେକ୍ସଟ ଛୁଆଙ୍କୁ ସେମାନେ ନ କଲେ ସେ ନେକ୍ସଟ ଛୁଆଙ୍କୁ ଏଇଭଳିଆ ଟାଇପ୍ର ଚାଲିବ ହୋଲ୍ ପ୍ରୋସେସ୍ଟା ତୁମକୁ କମ୍ୟୁନିକେଟ୍ କରିଦିଆଯିବ ତୁମର ଯେଉଁ 22 ତାରିଖ ଦିନ ତୁମର ସାମ୍ସରେ କ'ଣ ହେବ ବାହାରିବ କ'ଣ ୱେଟିଂ ଲିଷ୍ଟ ଆଉ ସିଲେକ୍ଟେଡ଼ ଲିଷ୍ଟ ବାହାରିବ ଚିନ୍ତା କରିବାର କିଛି ଦରକାର ନାହିଁ ବୁଝଛ କଥା କ'ଣ ତୁମର 22 ତାରିଖ ଦିନ ବାହାରିବ ସେଇ ହିସାବରେ ତୁମେ ସିଲେକ୍ସନ୍ ହେବ ଜାଣିଲ ତାହେଲେ ଏବେ ଜାଣିଲ କ'ଣ ନା ୱେଟିଂ ର୍ୟାଙ୍କ ବି ଜାଣିଲ କିପରି ସିଲେକ୍ସନ୍ ହୁଏ କ'ଣ ଜାଣିଲ ଆଉ କ'ଣ ହେଲା ତୁମର ଯେ କିପରି ଭାବରେ ଆସେ ସିଲେକ୍ସନ୍ଟା ସେସବୁ ଜିନିଷ ବି ତୁମେ ଜାଣିଲ ତାହେଲେ ଏଥିରେ ହେଲା ଅଲ୍ ଡିଟେଲ୍ସ ଆଶା କରୁଛି ତୁମେ ସବୁ ପ୍ରାୟତଃ ବୁଝିପାରିଥିବ ଆଉ ବାରମ୍ବାର କହୁଛି ରିଜର୍ଭେସନ୍ ନାହିଁ SC ST ଯେ ଯାହା ବି ହେଉଛ ହୁଅ ତୁମମାନଙ୍କ ସମସ୍ତଙ୍କର ମାର୍କକୁ ସମାନ ଭାବରେ ଦେଖାଯିବ ହେଲା ପରେ ତୁମମାନଙ୍କ ଭିତରେ ଯେତିକି ଯାହାର ହାଏଷ୍ଟ ମାର୍କ ଥିବ ତାକୁ ହିଁ କ'ଣ କରାଯିବ ସିଲେକ୍ଟେଡ଼ କରାଯିବ ସେଇ ୟୁନିଭର୍ସିଟି ବା ସେଇ କଲେଜ ପାଇଁ ବୁଝଛ କଥା କ'ଣ ଆଉ ଏଥିରେ ହେଲା ଅଲ୍ ଡିଟେଲ୍ସ ସବୁ କ'ଣ କର ଚ୍ୟାନେଲ୍ ସହିତ ଯୋଡ଼ି ହେଇ ରହିଥାଅ ଆଶା କରୁଛି ଭିଡ଼ିଓଟି ବହୁତ ଭଲ ଲାଗିଥିବ ନିହାତି କମେଣ୍ଟ କରନ୍ତୁ ଆଉ ଜଣାନ୍ତୁ ଆଉ ଯେ କ'ଣ ଡାଉଟ୍ସ ରହିଛି କ'ଣ ଇସ୍ୟୁଜ୍ ଅଛି ସବୁ ଜଣାନ୍ତୁ କମେଣ୍ଟ ମଧ୍ୟ ଧନ୍ୟବାଦ।